ଦେଖନ୍ତୁ ବର୍ତ୍ତମାନ ସେକେଣ୍ଡ ପାର୍ଟରେ ଏଇଟା ଦେଖନ୍ତୁ ସେକେଣ୍ଡ ପାର୍ଟ ପୁରା ଆସିଲେ ଦେଖନ୍ତୁ ପୁରା ଢାଙ୍କୁଣୀ ଖୋଲା ଖୋଲା ଖୋଲି ଦିଆଯିବ। ଦେଖନ୍ତୁ ଭଲ ଭାବରେ ଚାରିଆଡ଼େ ସବୁ ମେଲ୍ଟ ହେଇଗଲା। ଦେଖନ୍ତୁ ପୁରା ଚାଲିଛି ମିନିମମ୍ ଯଦି 1.5 ଘଣ୍ଟା ଯଦି ନ ହୁଏ ତାହେଲେ ବୁଢ଼ାବୁଢ଼ୀ ଲୋକ ଖାଇପାରିବେନି, ତାଙ୍କ ଦାନ୍ତ ନାହିଁ, ତାଙ୍କ ପାଇଁ ଏଇଟା କରାହେଉଛି। ସମସ୍ତେ ଖାଇବା ଆମେ ସମସ୍ତେ, ଆପଣମାନେ ପଳେଇ ଆସନ୍ତୁ, ଧାଇଁ ଧାଇଁ ପଳେଇ ଆସନ୍ତୁ। ଯଦି ଗୋଡ଼ ମୁଣ୍ଡ ଫୁଣ୍ଟି ଖାଇବେ, ଲୋକେସନ୍ ହେଉଛି ଜଞ୍ଜାଳି, ପୋଷ୍ଟ ଗୋଳମୁଣ୍ଡା, ଆନନ୍ଦପୁର, କେଉଁଝର। ଚାଲିଛି ସବୁ ଦେଖନ୍ତୁ ସବୁ ମସଲା ପୁରା ରେଡ଼ି ହେଇଗଲାଣି। ସୁନ୍ଦର କଲର୍ ମଧ୍ୟ ଆସିଗଲା, କଲର୍ ମଧ୍ୟ ଆସିଗଲାଣି। କଲର୍ ଦେଖନ୍ତୁ ବହୁତ ସୁନ୍ଦର କଲର୍ ଆସିଗଲାଣି। ବାପା ମା ଖାଇବେ ବୋଲି ମୁଁ ଆନନ୍ଦପୁରରୁ ନେଇକି ଆସିଛି ପିଓର ମଟନ୍ ଗୋଡ଼ ମୁଣ୍ଡ ପୁଣ୍ଟି। ମୋ ସାନ ପୁଅ ବଡ଼ ପୁଅ ଦୁହେଁ ଆସିଛନ୍ତି, 5 ଜଣ ସଦସ୍ୟ ହେଇଯାଇଛନ୍ତି। ଆଜି ଝଡ଼ିଆ ପାଗରେ ମଜା ଆସିଯିବ। ଦେଖନ୍ତୁ ସବୁ ବାପା ମା ଖାଇବେ ବୋଲି ଚର୍ବି ମଧ୍ୟ ଆଣିଛି। ଦେଖନ୍ତୁ ଚର୍ବି, ବୁଢ଼ା ଲୋକ ଚର୍ବି ବି ଖାଇବେ। ବାପା ମା ଗ୍ୟାସ୍ ରୋଷେଇ ପସନ୍ଦ ନୁହଁ, ଘରୋଇ ଖାଦ୍ୟ ଖାଇବା ପାଇଁ ପସନ୍ଦ। ଅଳ୍ପ ମସଲାରେ ରୋଷେଇ ଚାଲିଛି। ସେମାନେ ବେଶୀ ମସଲା ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ। ବୁଢ଼ାବୁଢ଼ୀ ହେଇଗଲାଣି, 60-70 ହେଇଗଲାଣି ବୟସ। ସେଥିପାଇଁ ସେମାନେ କହିଲେ ଯେ ବାବୁରେ ଆସିଲା ବେଳକୁ ପିଓର ଦେଶୀ ଖାସୁ ଗୋଡ଼ ମୁଣ୍ଡ ପୁଣ୍ଟି ନେଇକି ଆସିବ, ଆଜି ଆମେ ଖାଇବୁ। ଠିକ୍ ଅଛି ବାପା ମା, ଟିକେ ଧୈର୍ଯ୍ୟ ଧର, ମୁଁ ଯାଉଛି ନେଇକି ଯିବି। ପୁଣି ଆଣିକି ପୁଣି ବର୍ତ୍ତମାନ ଦେଖନ୍ତୁ ନିଜେ ରୋଷେଇ କରୁଛି, ନିଜେ ରୋଷେଇ କରିକି ମୋ ବାପା ମାଆଙ୍କୁ ଖାଇବା ପାଇଁ ଦେବି। ତା ସହିତ ମୋ ବଡ଼ ପୁଅ ଆସିଛି, ଦେଖନ୍ତୁ ଏଇଟା ମୋ ବଡ଼ ପୁଅ, ଆସିଗଲାଣି। ଇଏ ଆମ ବହୁତ ଟିକେ ଚାଠା ଅଛି ଟିକେ, ଆଉ ଖାଲି ମଟନ୍ ଖାଇବି ହେଉଛି। କ'ଣ ବାବୁ ଖାଇବୁ ମଟନ୍? ଖାଇବୁ ମୋର ଖାଇଦେବୁ। କେତେ ଖାଇବୁ ବାପା? ଏତେ ମୋ ପୁଅ ବଡ଼ ପୁଅ ଏତେ ଖାଇବ କହିଲାଣି। କଣ୍ଟିନ୍ୟୁଅସ୍ ଚାଲିଛି, ଦେଖନ୍ତୁ କଣ୍ଟିନ୍ୟୁଅସ୍ ଚାଲିଛି। ମିନିମମ୍ ଏଇଟା ଏଇ ଜିନିଷଟା ହେଉଛି କ'ଣ, ଯଦି 1.5 ଘଣ୍ଟା ଭିତରେ 1.5 ଘଣ୍ଟା ଲାଗିଯିବ, ମିନିମମ୍ 1.5 ଘଣ୍ଟା ଲାଗିବ। ନହେଲେ ବୁଢ଼ାବୁଢ଼ୀ ଖାଇପାରିବେ, ଦାନ୍ତ ତ ନାହିଁ ତାଙ୍କର। ଏଇଟା ମୋ ସାନ ପୁଅ। ଏ ବାବା ବାଇ ବାଇ କରିଦେ ଟିକେ ବାବା, ବାଇ 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 ବଡ଼ ବାବୁ, ବାଇ ବାଇ। ବାବୁ ମଟନ୍ ଖାଇବୁ? ମଟନ୍ ଯେଉଁ ଗୋଡ଼ ମୁଣ୍ଡ ପୁଣ୍ଟି ଖାଇବୁ? ହଉ ଠିକ୍ ଅଛି ବାବା। ଯାହା ହେଲେ ବି ଚୁଲିରେ ଯେଉଁ ରୋଷେଇ ହେବ, ଯେଉଁ କାଠରେ, ଯେଉଁ ଜାଳେଣୀ କାଠରେ ଯେଉଁ ରୋଷେଇଟା ହେବ, ତା ଟେଷ୍ଟଟା କେହି ଦେଇପାରିବେନି। ଯେତେ ଗ୍ୟାସ୍ରେ ରୋଷେଇ କର, ଯାହା ଯେମିତି ଇଏ କଲେ ବି ଚୁଲି ରୋଷେଇଟା ଦେଇପାରିବେନି। ସେଥିପାଇଁ ଗାଁ ଗହଳିରେ ଚୁଲି ରୋଷେଇଟା ବେଶୀ ପସନ୍ଦ କରନ୍ତି। ଏଇଟା ମୋ ମା'। ଅନା ଟିକେ ଦେଖ, ଏଇଟା ମୋ ମା', ମୋ ମା' ଆଜି ମଟନ୍ ଗୋଡ଼ ମୁଣ୍ଡ ପୁଣ୍ଡି ଖାଇବ। ଆଉ ତା ମା' ପାଇଁ ସ୍ପେଶିଆଲି ହେଲା ଗୋଡ଼ ଦେଖନ୍ତୁ ଚର୍ବି ନେଇ ଆସି, ଚର୍ବି ଘୋଡ଼େଇ ଦିଆଯିବ। ଢାଙ୍କୁଣୀ ଦେଇଦେବା, କାରଣ ଢାଙ୍କୁଣୀ ନଦେଲେ ଭଲ ଭାବରେ ସିଝିବ ନାହିଁ। ଢାଙ୍କୁଣୀ ଦିଆଗଲା। ଏବେ ଛୋଟିଆ ଘରଟି ଆମର, ଦେଖନ୍ତୁ ଏଇଟା ଆମର ରୋଷେଇ ଘର। ରୋଷେଇ ଘରୁ ବର୍ତ୍ତମାନ ବାହାରିଲୁ। ବର୍ତ୍ତମାନ ଏଇଟା ହେଉଛି ଆମର ଅଗଣାଟା। ବାସ୍ ଦେଖନ୍ତୁ ଆମ ଘର ପଡ଼ିଯାଇଛି, ବାତ୍ୟା ଯୋଗୁଁ ଘର ପଡ଼ିଯାଇଛି। ଗୋଟେ ପାଲ ଦେଇଛନ୍ତି, ଦେଖନ୍ତୁ ଗୋଟେ ପାଲ ଦେଇଛନ୍ତି। RI ସାର୍ ଆମର ଗୋଟେ ପାଲ ଦେଇଛନ୍ତି, ଘର ଏମିତି ପଡ଼ିଯାଇଛି, କିଛି ଅବସ୍ଥା ନାହିଁ। ଦେଖନ୍ତୁ ଏଇ ଯେଉଁ ବାତ୍ୟାଟା ହେଲା, ସେ ବାତ୍ୟାରେ ଆମ ଘର ପଡ଼ିଗଲାଣି। ବହୁତ ଦୁଃଖର କଥା। ଆଜି ମୁଁ ଆନନ୍ଦପୁର ଆସି ଦେଖିଲା ବେଳକୁ ଏଭଳି ପରିସ୍ଥିତି। ଆଉ ଥରେ ରିପେୟାରିଂ କରିବା ପାଇଁ ପଡ଼ିବ। ଏଇଟା ଦେଖନ୍ତୁ ଆମର ଛୋଟିଆ ଘରଟେ। ଦେଖନ୍ତୁ ଏଇଟା ଅଛି ଆମର ରୋଷେଇ ରୁମ୍। ପୁରା ଦେଖନ୍ତୁ ଆମର ଯେଉଁ ବର୍ଷା ଯୋଗୁଁ କେମିତି ପୁରା ପାଣି ବାହାରୁଛି, ଦେଖନ୍ତୁ ପୁରା ପାଣି ବାହାରୁଛି। ଦେଖନ୍ତୁ ଢାଙ୍କୁଣୀ ଟିକେ ଖୋଲିଦେବା, ନହେଲେ ଲାଗିଯାଇପାରେ।
ମଝିରେ ମଝିରେ ଚେକ୍ କରିବା ପାଇଁ ପଡ଼ିବ। ଚେକ୍ ନ କଲେ ଲାଗିଯିବ ବୁଢ଼ାବୁଢ଼ୀ ଯେଉଁ ଆଶା ରହିଛି ସେ ଆଶା ବ୍ୟର୍ଥ ହେଇଯିବ। ବହୁତ ଦୁଃଖ କରିବେ, ଯାହା ମୋ ପୁଅଟା କ'ଣ ଏମିତି କଲା, ରୋଷେଇ ଭଲ ରୋଷେଇ ହେବ କି ନାହିଁ। ମୁଁ ଚେଷ୍ଟା କରୁଛି ମୋ ବାପା ମାଆଙ୍କୁ ଖୁସି କରିବା ପାଇଁ। ମୋ ପୁଅ ଦୁଇଟା ଆସିଛନ୍ତି, ବାପା ମାଆଙ୍କୁ ଖୁସି କରିବା ପାଇଁ ମୁଁ ଚେଷ୍ଟା କରୁଛି। ଦେଖାଯାଉ ମୋ ବାପା ମାଆ କେତେ ଖୁସି ଅଛନ୍ତି। ଖାଇସାରିଲେ ଜଣାପଡ଼ିବ, ଖାଇଲା ପରେ ଜଣାପଡ଼ିବ। ମୁଁ ଖାଇଲା ବେଳେ ଦେଖେଇବି ଆପଣଙ୍କୁ ମୋ ବାପା ମାଆଙ୍କୁ। ବୁଢ଼ାବୁଢ଼ୀ ହେଇଛନ୍ତି, ମାଆକୁ ତ ଦେଖିଲେ, ବଡ଼ ପୁଅକୁ ମଧ୍ୟ ଦେଖିଲେ, ସାନ ପୁଅକୁ ଦେଖିଲେ, ଏବଂ ମୋ ବାପା ବାକି ଅଛନ୍ତି। ଏବଂ ଆମର ଯେଉଁ ମିସେସ୍ ମ୍ୟାଡ଼ାମ୍ ସେ ଆନନ୍ଦପୁର ଡ୍ୟୁଟିରେ ଅଛନ୍ତି। ସେ ତ ଆସିପାରିଲେନି, ଦୁଃଖର ବିଷୟ। ଗୋଟେ ସଦସ୍ୟକୁ ଆମେ ସାଥିରେ ନେଇପାରିଲୁନି। 5-6 ଜଣ ଆମର ଟୋଟାଲ୍ ହେଉଛି ଆମର 6 ଜଣ ସଦସ୍ୟରୁ 5 ଜଣ ଆଟେଣ୍ଡ ଅଛନ୍ତି, ଆଉ ଜଣେ ତ ଡ୍ୟୁଟିରେ ଅଛନ୍ତି। କ'ଣ କରାଯିବ, ପରିସ୍ଥିତି ତ ସେମିତି ଆଉ। 7 ଦିନରେ ଥରେ ଦେଖିବା ପାଇଁ ପଳେଇ ଆସିବା ପାଇଁ ପଡ଼େ। ଯେହେତୁ ବାପା ମାଆ ଅଛନ୍ତି ତାଙ୍କ ପାଇଁ ବି ବୁଝିବା ପାଇଁ ପଡ଼ିବ। ମୁଁ ଗୋଟେ ବୋଲି ପୁଅ, ତେଣୁକରି ବାପା ମାଆଙ୍କୁ ଯଦି ନ ଦେଖିବା ତାହେଲେ କେମିତି ହେବ। ବର୍ତ୍ତମାନ ପାଣି ଶୁଖିଗଲାଣି, ଟିକେ ପାଣି ଦେଇଦେବା। ପାଣି ଟିକେ ଦେଇଦେଲେ ନହେଲେ ଲାଗିଯିବ। ସେଠି ପାଣି ଦିଆହେଉଛି, ଦେଖନ୍ତୁ ଅଳ୍ପ ପାଣି ଦିଆଯିବ, ତେଣୁ ସିଝିବନି। ପାଣି ଦିଆଗଲେ ଟିକେ ଆପଣମାନେ ଦେଖନ୍ତୁ ସବୁ ଠିକ୍ଠାକ୍ ଅଛି କି ନାହିଁ ଦେଖନ୍ତୁ। ମୋ ହିସାବରେ ତ ସବୁ ଦିଆହେଇଛି। ଆପଣମାନେ କମେଣ୍ଟ କରନ୍ତୁ। ପୁରା ଚାଲିছে ଲିଭର ଦେଖନ୍ତୁ। ଆହା, ପୁରା ବାସ୍ନା ସେଣ୍ଟ ଆସିଗଲାଣି। ପ୍ଲିଜ୍ କମ୍ ହିଅର୍। ସମସ୍ତେ ଆସନ୍ତୁ, ଅଲ୍ ଅଫ୍ ୟୁ, ଏବଂ ଭେଲ୍ଟୁ ଭଜା ଖାଇଯାଆନ୍ତୁ। ମହାନ୍ତ ଘରର ରୋଷେଇ ଭେଲ୍ଟୁ ଭଜା। ବର୍ତ୍ତମାନ ଚର୍ବି ଦିଆଯିବ। ଚର୍ବିଟା ନଦେଲେ, ଚର୍ବିଟା କିନ୍ତୁ ପରେ ଦିଆଯାଏ। ଚର୍ବିଟା ସବୁବେଳେ ମନେ ରଖିଥିବେ, ଚର୍ବିଟା ପରେ ଦିଆଯିବ। ଆଗ ଦେଲେ ମେଲ୍ଟ ହେଇଯିବ, ତେଣୁ ଚର୍ବି ପରେ ଦେଇଦେବେ। ସବୁ ଦିଆ ହେଇଯାଇଛି। ବର୍ତ୍ତମାନ ମୋ ବାପା ଆସିଲେ, ଦେଖନ୍ତୁ ମୋ ବାପା ଦେଖନ୍ତୁ ପାଣି କମିଗଲା। ଆଉ ମାତ୍ର 2-4 ମିନିଟ୍ ପରେ ହେଲା, ହେଇଗଲା ମାଲ୍ ରେଡ଼ି। ବର୍ତ୍ତମାନ ଚୂନ ଟିକେ ଦିଆହେଲା, ଗରମ ମସଲା ଦେଖନ୍ତୁ ରେଡ଼ି ହେଇଗଲା। ବର୍ତ୍ତମାନ ଧନିଆ ପତ୍ର 4 ସାଇଡ୍ ଦିଆଯିବ। ଓକେ, ରେଡ଼ି ହେଇଗଲା, ମାଲ୍ ରେଡ଼ି। ଦେଖନ୍ତୁ ମା ବର୍ତ୍ତମାନ 5 ଜଣଙ୍କର ଥାଳିରେ ଭାତ ବାଢ଼ି ସାରିଲେଣି, ବାଢ଼ୁଛନ୍ତି। ଦେଖନ୍ତୁ ସମସ୍ତେ ଏକାଠି ବସି ଖାଇବା। ଦେଖନ୍ତୁ 5 ଥାଳି। ବର୍ତ୍ତମାନ ବାପା ଆସିଗଲେ, ମୋ ବାପା ଆସିଗଲେ। ବାପା ଚଲିଲେଣି, ଦେଖନ୍ତୁ ବାପା ପୁରା ବାଢ଼ିବା ପାଇଁ ଲାଗିଛନ୍ତି। ଦେଖନ୍ତୁ ବାପା ବର୍ତ୍ତମାନ ଖାଇବ। ବାପା ମୋ ମା ଦେଖାଯାଉନି, ମା ସମାନ ଭାବରେ ଦେଖନ୍ତୁ ଭାଗ କରାହେଉଛି, ସମାନ ଭାବରେ। ଛୁଆର ବଡ଼ର ସମସ୍ତଙ୍କ ସମାନ। ଦେଖନ୍ତୁ ବର୍ତ୍ତମାନ ମା ବାଢ଼ିଲେଣି। ଦେଖନ୍ତୁ କମି ଯାଇଥିଲା ସାନ ପୁଅର, ସେତେବେଳେ ମା ବାଢ଼ିଲେଣି। ଦେଖନ୍ତୁ ବାବା ଦେଖନ୍ତୁ ହେଲା, ମୋହରି ସହିତ କିନ୍ତୁ ମାଂସ ମାଡ଼। ବାପା ଟିକେ ମୋହରି ପିଅନ୍ତି ତ, ତେଣୁକରି ତାଙ୍କ ମୋହରି ଆଣି ଦିଆହେଇଛି। ବର୍ତ୍ତମାନ ମୋହରି ପିଉଛନ୍ତି, ତା ସହିତ ମାଂସ କଷା ହେଲା, ଖାସ ମାଂସ କଷା, ଗରମର ପୁଣ୍ଡି ଖସା। ସାନ ପୁଅ ପୁରା ସ୍ପିଡ୍ ହେଇଗଲା। ଦେଖନ୍ତୁ ସାନ ପୁରା ସ୍ପିଡ୍ ହେଇଗଲା। ଦେଖନ୍ତୁ ଇଏ କହୁଛି ମୁଁ ଆଗ ଖାଇବି। ଦେଖନ୍ତୁ ବାବାରେ ବାବା, ମୋ ପୁଅ ସାନ ପୁଅ ଖାଉଛି।
बर्तमान मो बड़ पुओ को बड़ पुओ बर्तमान बस बड़ पुओ बस बाबा बाबा सुना खाई दो बाबा बड़ पुओ बर्तमान देखो आरंभ कर ये सान पुओ आसगला बाबा देख दी पुओ बसगले देख दी पुओ बाबू केमिति गोड़ बड़ पुलटी लाइक बा सान पुओ सानू केमती लगे लाइक टे कर दियो बस लाइक करेंगे शेयर करेंगे कमेंट करेंगे भूलिए बापा बसिले बाहर माँ बर्तमान आरंभ कर खावाई बर्तमान देखो माँ आरंभ कला आम चटे दीटा नहीं आणनु आ कौन कर गरीब लोक आम आम घर किसी ना गरीब लोक तेणु देखो मो माँ बर्तमान खावा आरंभ कले देखो देखो लुण मागिले बर्तमान माँ आरंभ कर बाबा मो बापा भी बाहर खेले देखो बस देख এটা उठा तो मांस बस माँ केमती माँ भल हाँ भल जा भल देख तो ये